ଅନୁଗୁଳ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିଲେ ମଧ୍ୟ ଅଧିକାଂଶ ଲୋକେ ଏଠାରେ ଚାଷ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ବର୍ଷ ସାରା ଏଠାରେ ଋତୁ ଅନୁସାରେ ଲୋକେ ବିଭିନ୍ନ ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ବର୍ତ୍ତମାନ ସମୟରେ ଏହି ଅଞ୍ଚଳରେ ବହୁ ପରିମାଣରେ ଟମାଟୋ ଦେଖିବାକୁ ମିଳିଛି। ଟମାଟୋ ଅମଳର ସମୟ ହୋଇଥିବା କାରଣରୁ ପ୍ରତ୍ୟେକ ମାର୍କେଟରେ ଗଦା ହୋଇଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଟମାଟୋ। ହେଲେ ପରିଶ୍ରମ ଓ ଖର୍ଚ୍ଚ ଅନୁସାରେ ଚାଷୀ ଟମାଟୋକୁ ମାର୍କେଟକୁ ନେଇ ପାରୁନି, ଯାହା ପାଇଁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଟମାଟୋ ନଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ଆମର 10 ଗୁଣ୍ଠ ଭଳିଆ ଟମାଟୋ ଲଗା ହେଇଥିଲା। ଆଗ ଟ୍ରେ 400-500 ଲେଖା ଥିଲା ରେଟ୍। ବର୍ତ୍ତମାନ 3 ଟଙ୍କା 4 ଟଙ୍କା ଲେଖା ଅଛି। ଆଉ ଯେତେ ଟଙ୍କା ଖର୍ଚ୍ଚ ହେଇଛି ସେତେ ଟଙ୍କା ତ ଆଉ ରେଟ୍ ଖସିଗଲା ପରେ ସେତିକି ଆଉ ଆସିବନି। ବର୍ତ୍ତମାନ ସରକାର କିଛି ଅନୁଦାନ ଦେଉନାହାନ୍ତି ଚାଷ ପ୍ରତି। ଆଉ ଯେତେ ଟଙ୍କା ଖର୍ଚ୍ଚ ହେଇଛି ସେତିକି ତ ବାହାରିବନି। ଲସ୍ ଖାଇଲୁ ଆମେ ଚାଷରେ, ଟମାଟୋ ଚାଷ କରିକିନି। ଚାଷୀଙ୍କ କହିବା କଥା, କିଛି ଦିନ ପୂର୍ବରୁ ଟମାଟୋର ଦର କେଜି ପ୍ରତି 15ରୁ 20 ଟଙ୍କା ଥିଲା, କିନ୍ତୁ ଏବେ 4ରୁ 5 ଟଙ୍କାରେ ଅଭାବୀ ବିକ୍ରି ହେଉଛି। ଏଠିକାର ଟମାଟୋ ଜିଲ୍ଲା ତଥା ବାହାର ଜିଲ୍ଲା ଯେମିତିକି ଢେଙ୍କାନାଳ, କଟକ, ଭୁବନେଶ୍ୱର ଇତ୍ୟାଦି ଅଞ୍ଚଳମାନଙ୍କୁ ବେପାରୀମାନେ ନେଇ ବିକ୍ରି କରିଥାନ୍ତି। କିନ୍ତୁ ଏବେ ଟମାଟୋ ଦର ଖସିଯିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଲେଣି। ଗଛରୁ ତୋଳିବା ପରେ ମାର୍କେଟକୁ ନ ନେଇ ଏଣେତେଣେ ଫିଙ୍ଗିବାକୁ ପଡୁଛି। ଏଭଳି ଘଟଣା ନନ୍ଦପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ପାଖ କେନାଲରେ ବହୁ ପରିମାଣର ଟମାଟୋ ଭାସୁଥିବା ବେଳେ ଚାଷୀମାନେ ଆଉ ବଗିଚାରୁ ଟମାଟୋକୁ ଠିକ୍ସେ ତୋଳୁନଥିବା ଦେଖିବାକୁ ମିଳିଛି। ଯାହାକି ଏକର ଏକର ଜାଗାରେ ଲଗାଯାଇଥିବା ଟମାଟୋ ସବୁ ଏବେ ପଚି ଯାଇଥିବା ଦେଖିବାକୁ ମିଳିଛି। ଏଭଳି ସମୟରେ ଚାଷୀ ଖର୍ଚ୍ଚ କରିଥିବା ଟଙ୍କା ସେ କେମିତି ପାଇବ? ଏଇଥିରୁ ପରିବାର ପ୍ରତିପୋଷଣ କରୁଥିବା ଚାଷୀ ଏବେ ତାର ପରିବାର କେମିତି ଚଳେଇବ ସେ ଚିନ୍ତାରେ। ଆସନ୍ତୁ ଜାଣିବା ଏନେଇ ଚାଷୀ କ'ଣ କହୁଛନ୍ତି। विजय कुमार षଣ୍ଢ। ଆହୁରି ମୁଁ 1 ଏକର ଜାଗା ଟମାଟର କରିଛି। ବର୍ତ୍ତମାନ ଆଗତୁରୁ ବିକ୍ରି ହେଉଥିଲା 4 ଟଙ୍କା, ଆଗତୁରୁ ବିକ୍ରି ହେଉଥିଲା 400-500 ଟଙ୍କା, 10 ଟଙ୍କା 12 ଟଙ୍କା ରେଟ୍। ବର୍ତ୍ତମାନ ବିକ୍ରି ହେଉଛି 130 ଟଙ୍କା ଟ୍ରେ, 4 ଟଙ୍କା 5 ଟଙ୍କା ରେଟ୍ରେ। ମୁଇଁ ପିଲା ଛୁଆ ପ୍ରତିପୋଷଣ କରିବି କେମିତି? ସରକାର ଯଦି କୌଣସି ଦାୟିତ୍ୱ ନେଇଥିଲେ ଆମେ ଚାଷୀ କୂଳ ତ ହୁଅନ୍ତୁ। ଆମେ ଆଉ ଏକରଟେ ଖଣ୍ଡେ ଆଉ ବିଲାତି 20 ଟଙ୍କା ବିକ୍ରି ହେଉଥିଲା। ଏଇଖୁଣି ମାନେ ରେଟ୍ ନାହିଁ। ଆଉ ଆମେ ଋଣ ବାଡ଼ି କରିଛୁ କେମିତି ସୁଝିବୁ ବୋଲି ସେଇଟା ଗୋଟେ ଭାବନା ଚଲେଇଛୁ। ଆଉ ପରିବାର ତ ଜାଣି ପୁଷିବୁ କେମିତି ଋଣ ସୁଝିବୁ ବୋଲି ଏଇଟା ଗୋଟେ ଚିନ୍ତା ଚାଲିଛି। ଆଉ ସରକାର ଯଦି ଏଇ ବିଷୟରେ କ'ଣ ବୁଝିବେ ବୋଲେ ଆମେ ଖୁସି ରହିବୁ ଟିକେ। ଆଉ ବିଲାତି ଆଗରୁ ତ ହେଉଥିଲା 15-17 ବିକ୍ରି ହେଉଥିଲା। ଏବେ ଜଷ୍ଟ ମାଗଣା ଟାଇପ୍ର 3 ଟଙ୍କା 4 ଟଙ୍କା ଭିତରେ ରହୁଛି ଟମାଟୋ। ଆଉ କ'ଣ ଆଗରୁ ଖର୍ଚ୍ଚ ବାହାରୁଛି ନା କ'ଣ ହେଉଛି? ସାପ ମରୁନି କି ବାଡ଼ି ଭାଙ୍ଗୁନି। କ'ଣ କେତେ ଖଣ୍ଡେ ଆପଣ ରୋଇଥିଲେ ବିଲାତି? ମୁଁ 3 ଏକର ପ୍ଲସ୍ ରୋଇଥିଲି। ହଁ, ସେ ଯଦି ଆମର ଏଥିରୁ ଖର୍ଚ୍ଚ ଏଇ ବର୍ତ୍ତମାନ ଯାହା ସିଚୁଏସନ୍ ହେଉଛି ଖର୍ଚ୍ଚ ବି ବାହାରିବା ସମ୍ଭବ ନୁହେଁ। ଯଦି ଏଥିରୁ ହତାଶ ହେଇକିନା ହେଲାନ ଏଇ ରେଟ୍ ଯୋଗୁଁ, ତେଣୁ ଯଦି କିଛି ସରକାରଙ୍କ ପକ୍ଷରୁ ଯଦି କିଛି ଅନୁଦାନ ମିଳେ ତାହେଲେ ଆମେ କିଛି ଗୋଟେ ଚିର ଉପକୃତ ହେବୁ। ନାହିଁ ଆଉ ଚାଷ ଛାଡ଼ିବାକୁ ପଡ଼ିବ ଧୀରେ ଧୀରେ। ଆଉ ଏଇ ଯେଉଁ ହାତୀ ଉପଦ୍ରବ କଲେନି ଚାଷ ହେରା କର ଏଇସବୁ ଖର୍ଚ୍ଚରେ ତ ଯାଉଛି। ଜିଲ୍ଲା ହେଉଛି ଏକ ଶିଳ୍ପ ସମୃଦ୍ଧି ଜିଲ୍ଲା। ଅନୁଗୁଳରେ ବସବାସ କରୁଥିବା ଲୋକମାନେ ଖାସ୍ କରି ଚାଷ ଉପରେ ନିର୍ଭର କରନ୍ତି। ଆମେ ଆସି ପହଞ୍ଚିଛୁ ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତରେ। ସମୟ ଥିଲା ଏଠିକାର ଚାଷୀମାନେ 15ରୁ 20 ଟଙ୍କାରେ ଟମାଟୋ ବିକ୍ରି କରୁଥିଲେ, କିନ୍ତୁ ଆଜି ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ଆଜି ହେଉଛି ଟମାଟୋର ଦର କିଲୋ ପିଛା 5ରୁ 6 ଟଙ୍କା। ଅନୁଗୁଳରୁ ଆଶୁତୋଷ ପ୍ରଧାନଙ୍କ ରିପୋର୍ଟ, ଫାଷ୍ଟ ମେଲ୍ ନ୍ୟୁଜ୍।